ସନ୍ଧ୍ୟା 28 ତାରିଖ ଶନିବାର ଦିନ ଧର୍ମଶାଳା ମହୋତ୍ସବ ପଡ଼ିଆରେ ଦୀନଦୟାଲ ଉପାଧ୍ୟାୟଙ୍କର 25 ତାରିଖ ଯେଉଁ ଗଲା ଜନ୍ମ ଜୟନ୍ତୀ ଗଲା, ଜୟନ୍ତୀ ପାଇଁ ଆମେ ଶନିବାର ଦିନ 28 ତାରିଖ ଦିନ ଆମେ ଗୋଟେ ମାଗଣା ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର କରୁଛୁ, ଯେଉଁଥିରେ କି ଆମେ ଧର୍ମଶାଳାରେ ଥିବା 54 ଗୋଟି ପଞ୍ଚାୟତରେ କେମିତି ଗୋଟେ ସାଧାରଣ ଜଣେ ଗରିବ ଖଟିକିଆ ପାଖରେ ମାଗଣାରେ ତା ପାଖରେ ସ୍ୱାସ୍ଥ୍ୟର ସମସ୍ୟାର ସମାଧାନ ହେଇପାରିବ ଏବଂ ସେ କେମିତି ମେଡିସିନଟେ ପାଇପାରିବ, ମାଗଣା ପାଇପାରିବ। ଏବଂ ସବୁଠୁ ବଡ଼ କଥା ହେଲା ସେଥିରେ ଆମେ ବ୍ଲଡ ପ୍ରେସର ଏବଂ ଡାଇବେଟିସ୍, ଯୋଉଟା କି ସାଧାରଣତଃ ପ୍ରାୟ ଘରେ ଘରେ ଲୋକଙ୍କ ସହିତ ସେଇ ରୋଗଟି ଜଡ଼ିତ ଅଛି, ସେଥିରେ ପ୍ରାୟ ଯେଉଁମାନେ ମେଡିସିନ ଦୀର୍ଘ ଦିନ ହେଲା ଖାଇ ଆସୁଛନ୍ତି ତାଙ୍କୁ ଆମେ 3 ମାସର ତାର ମେଡିସିନ ପ୍ୟାକେଟ ତାଙ୍କ ପାଇଁ ବ୍ୟବସ୍ଥା କରୁଛୁ। ଏବଂ ସବୁ ବିଭାଗର ଡକ୍ଟର ଭୁବନେଶ୍ୱର, କଟକ ଏବଂ ଯାଜପୁର ଆସୁଛନ୍ତି, ପ୍ରାୟତଃ 90 ଜଣଠୁ ଅଧିକ ଡକ୍ଟର ଆସୁଛନ୍ତି। ଏବଂ ସେଥିରେ ଆମର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଆମର ମାନ୍ୟବର ମନ୍ତ୍ରୀ ଆମର ଟେକ୍ସଟାଇଲ ମନ୍ତ୍ରୀ ଏବଂ ମାନ୍ୟବର ମନ୍ତ୍ରୀ ଇଣ୍ଡଷ୍ଟ୍ରି ସେକ୍ଟରର ସେମାନେ ଏବଂ ଅନ୍ୟାନ୍ୟ ଆମର ବିଧାୟକ ଆମର ଅମରାଇ ବର୍ଚଣା, ବିଧାୟକ ଆମର ଉପାସନା ସମସ୍ତେ ଆସିକି ଯୋଗଦାନ ଦେଉଛନ୍ତି। ତେଣୁ ଏଥିରେ ଗୋଟେ ସାରା ଯାଜପୁର ନେ ସାରା ଓଡ଼ିଶା ପାଇଁ ଗୋଟେ ସମସ୍ତଙ୍କ ପାଇଁ ଗୋଟେ ବଡ଼ ମେସେଜ ଯିବ କି ସମସ୍ତେ ଏଇ ଟାଇପ୍ର କାର୍ଯ୍ୟ କରି ଆମେ ସାଧାରଣ ନିଷ୍ପେଷିତ ଅବହେଳିତ ଲୋକଟେ ଏବଂ ଖଟିକିଆ ଲୋକଟାର କେମିତି ତାର ଆମେ ତାକୁ ସାଧାରଣ ଗୋଟେ ମେଡିସିନଟେ ଯେତେବେଳେ କିଣିପାରୁନି ସେଥିରେ ବଞ୍ଚିତ ରହିବ, ସେଇ ଯୋଗୁଁ ସେ ଅଭିଯାନ ଚାଲୁ ରହିବ। ଏବଂ ଏଇ ଅଭିଯାନ ପ୍ରାୟ ଆମେ ପ୍ରୟାସ କରିବୁ ପ୍ରତି 3 ରୁ 4 ମାସ ଭିତରେ ଗୋଟେ ଜାଗାରେ ଜୋନରେ କରିବା ପାଇଁ। ଏଇଠୁ ମହୋତ୍ସବ ପଡ଼ିଆରୁ ଏଇଟା ଷ୍ଟାର୍ଟ କରୁଛୁ, ଏଇଟା ପ୍ରତି ଜୋନରେ ଜିନିଷ ଗୁଡ଼ା ପ୍ରତି 4 ମାସରେ 5 ମାସରେ ଥରେ ଏଇଟା ରିପିଟ୍ ଚାଲିବ। ଏଥିରେ ଆମେ ଟାର୍ଗେଟ ରଖିଛୁ ପ୍ରାୟ 9,000 ରୁ 10,000 ପେସେଣ୍ଟଙ୍କର ସଲ୍ୟୁସନ ଗୋଟେ ଦିନ ସାରିବା ପାଇଁ ରଖିଛୁ। ସେ ଯୋଗୁଁ ଆମେ 90 ଜଣଠୁ ଅଧିକ ଡକ୍ଟରଙ୍କୁ ଆମେ ମଗେଇଛୁ ଏବଂ ଆମେ ପୁରା ସେ ମହୋତ୍ସବ ପଡ଼ିଆଟାରେ ପୁରା ଗ୍ରାଉଣ୍ଡଟାରେ ସେଇ ହିସାବରେ ବ୍ୟବସ୍ଥା କରୁଛୁ। ନିଶ୍ଚୟ ଆସିବା ପାଇଁ ଯେଉଁମାନେ ଅସମର୍ଥ ଅଛନ୍ତି, ଯେଉଁ ବ୍ୟକ୍ତିମାନେ, ତାଙ୍କ ପାଇଁ ଗାଡ଼ି ବ୍ୟବସ୍ଥା ହେଇଛି। ତାଙ୍କର ପଞ୍ଚାୟତ ଅଫିସ ପାଖରେ ଯାଇ ଗାଡ଼ି ପହଞ୍ଚିବ, ସେଠି ସେ ଲୋକମାନେ ସେଠିକାର ବସି ସେଠି ଏଠାରେ ଆସି ପହଞ୍ଚି ପାରିବେ। ତେଣୁ ପ୍ରାୟ ଯାହା ଗୋଟେ ସାଧାରଣ ଲୋକ ପାଇଁ ଯାହା ନିତ୍ୟାନ୍ତ ଆବଶ୍ୟକ, ଘରୁ ଆସିବାଠୁ ମେଡିସିନ ଡକ୍ଟର ପାଖରେ ଟ୍ରିଟମେଣ୍ଟ କରି ମେଡିସିନ ନେଇ ସକାଳ ବ୍ରେକଫାଷ୍ଟ ଜଳଖିଆ ଖାଦ୍ୟଠୁ ଖାଇ ଲଞ୍ଚରେ ଖରାବେଳେ ମଧ୍ୟାହ୍ନ ଭୋଜନଠୁ ଖାଇ ସେ ମେଡିସିନ ଧରି ତା ଘରକୁ ପୁଣି ଗାଡ଼ି ଦରକାର ପଡ଼ିଲେ ଯଦି ଯିଏ ଯାଇପାରୁନଥିବ ସହିତ ଘରେ ଛାଡ଼ିବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥାରେ ଆମେ ବ୍ୟବସ୍ଥା କରିଛୁ। ସବୁ ବିଭାଗର ଡକ୍ଟର ଆସୁଛନ୍ତି, ସବୁ ବିଭାଗର ମେଡିସିନ ରହୁଛି, ଏମିତି କୋଉ ବିଭାଗ ନାହିଁ ଯେ ସେଥିରେ ଆସୁନାହାନ୍ତି। ସବୁ ବିଭାଗର ମେଡିସିନ ଆସୁଛନ୍ତି, ଆପଣଙ୍କର ପିଡ଼ିଆଟ୍ରିକ ହୁଅନ୍ତୁ, ଆପଣଙ୍କର ଗାଇନିକ ହୁଅନ୍ତୁ, ସବୁ ବିଭାଗର ମେଡିସିନ ଆସୁଛନ୍ତି। ଆପଣଙ୍କର ପିଡ଼ିଆଟ୍ରିକ ହୁଅନ୍ତୁ, ଆପଣଙ୍କର ଗାଇନିକ ହୁଅନ୍ତୁ, ଆପଣଙ୍କର ଇଏନଟି ହୁଅନ୍ତୁ, ଆପଣଙ୍କର ଡର୍ମାଲୋଜି ସ୍କିନ୍ ହୁଅନ୍ତୁ, ଆପଣଙ୍କର ଅର୍ଥୋପେଡିକ ହୁଅନ୍ତୁ, ସବୁ ମେଡିସିନ ସ୍ପେଶାଲିଷ୍ଟ ସବୁ ବିଭାଗର ମେଡିସିନ ଆସୁଛନ୍ତି। ଏବଂ ଆପଣଙ୍କର ଡାଇବେଟିକ ପାଇଁ ଟେଷ୍ଟ ଯାହା ଅଛି ଆପଣ ଆମେ ଚେଷ୍ଟା କରୁଛୁ ଇସିଜି ବିସିଜି ସବୁଗୁରା ଇସିଜି ସେମିତି ସବୁଗୁରା କରିବା ପାଇଁ ପ୍ରାୟତଃ ସବୁ ବିଭାଗର ଅଛି ଏବଂ ସବୁ ଟେଷ୍ଟ ବି କରିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ଅଛୁ, ସବୁ ଜିନିଷ କରିବା ପାଇଁ ପ୍ରସ୍ତୁତ ଅଛୁ। ନିଶ୍ଚୟ ଆମ ଯଥା ସମ୍ଭବ ଯେଉଁ ପେସେଣ୍ଟ ମାନଙ୍କର ଏଇଠି ଆମେ ଯାହା ଟ୍ରିଟମେଣ୍ଟ କରିବୁ ହେଲା, ଯୋଉ ପେସେଣ୍ଟ ମାନେ ଆସିବେ ସମସ୍ତେ ଯେଉଁ ପେସେଣ୍ଟ ମାନଙ୍କୁ ଟ୍ରିଟମେଣ୍ଟ କରାହବ, ଯୋଉ ଫ୍ୟାସିଲିଟି ଆମେ ଏଇଠି ଦେଇପାରିବୁନୁ, ଯଥା ସମ୍ଭବ ବାହାରେ ଯୋଉ ଫ୍ୟାସିଲିଟି ସେମାନଙ୍କ ପାଇବାର ଅଛି ଆମ ତରଫରୁ ଯଥା ସମ୍ଭବ ଆମେ ପ୍ରୟାସ କରୁ ତାଙ୍କର ସମ୍ପୂର୍ଣ୍ଣ ସମସ୍ୟାକୁ ପୂର୍ଣ୍ଣ କରିବା। ଦିନ 8:30ଟାରୁ ସନ୍ଧ୍ୟା 4:30 ପର୍ଯ୍ୟନ୍ତ ଆମର ଏ କାର୍ଯ୍ୟକ୍ରମ ଚାଲୁ ରହିବ। 8:30ରୁ ଡକ୍ଟର ମାନେ ପେସେଣ୍ଟ ଦେଖିବା ଆରମ୍ଭ କରିବେ, 8:30ରୁ ମେଡିସିନ ଦେବା ଆରମ୍ଭ ହେଇଯିବ, ଦିନ 8:30ରୁ ଖାଦ୍ୟପେୟ ବି ଆରମ୍ଭ ହେଇଯିବ, 4:30ରୁ 5ଟା ଭିତରେ ସରିବ।